Hello everyone, welcome to my YouTube channel Chuman Chemistry. OPSC ର finally recruitment calendar update ହେଇଯାଇଛି। OPSC PGT result କେବେ ଆସିବ, assistant professor ର ଭାଇବା କେବେ ହେବ, assistant chemist analytical assistant chemist ର result କେବେ ଆସିବ, ଏଥିରେ update ହେଇଯାଇଛି। ତ ଏଇଟା ଫାର୍ଷ୍ଟ ଡିସିସନ୍ ହେଉଛି assistant analytical chemist 7ଟା ଭ୍ୟାକେନ୍ସି ପାଇଁ ଥିଲା। ଏବେ ଦେଖୁଛି ସ୍କିଲ୍ ଟେଷ୍ଟ ଆପଣଙ୍କର ମାର୍ଚ୍ଚରେ ହେବାର ଅଛି। ଯେମିତି ଏଇଟା ଡିସେମ୍ବରରେ ଦେଖାଉଥିଲା, ଏବେ ମାର୍ଚ୍ଚ ହେଇଯାଇଛି, ଫେବ୍ ଦେଖେଇଲା, ଏବେ ମାର୍ଚ୍ଚ ହେଇଯାଇଛି। ତ ଫାର୍ଷ୍ଟ ତ OPSC PGT ରେଜଲ୍ଟ ଆସିବ, ତାପରେ ଯାହାର ରେଜଲ୍ଟ ଆସିବ ଓକେ। ତ ଏଇଟା ମାନିକି ଚାଲନ୍ତୁ ମାର୍ଚ୍ଚ ହେଇପାରେ ନହେଲେ ଏପ୍ରିଲ ହେଇପାରେ, ବଟ୍ ମାର୍ଚ୍ଚ ଦେଇଛି ଆଣ୍ଡ ଅଲୱେଜ୍ OPSC ସବୁବେଳେ ତାର ଲେଟ୍ କରେ। আর ରେଜଲ୍ଟ କହିଦେଇଛି ମାର୍ଚ୍ଚରେ ପବ୍ଲିଶ ହେବ କହିକି। ତ କେତେ ଦୂର ସତ କେତେ ଦୂର ମିଛ ଏଇଟା ତାଙ୍କର କ୍ୟାଲେଣ୍ଡରରେ ଅପଡ଼େଟ୍ କରିଛନ୍ତି। ତାପରେ ନେକ୍ସଟ ହେଉଛି PGT 51 ନମ୍ବର ଅଫ୍ ଗଭର୍ଣ୍ଣମେଣ୍ଟ ଯେଉଁ ରହିଛି PGT ସମସ୍ତଙ୍କର ଗୋଟେ ଅପେକ୍ଷା ରହିଛି। SSC PGT ଯାହାର ହେଇନି ଗୋଟେ କମେଣ୍ଟ ବାରମ୍ବାର ରହୁଥିଲା ଆଣ୍ଡ ଏଇଟା ମୁଁ ଟ୍ରାଏ କରୁଥିଲି ଆଣିବା ପାଇଁ। ଏଥିରେ ଲେଖା ହେଇଛି ମାର୍ଚ୍ଚ ଅନୱାର୍ଡ଼ସ୍ ଓକେ। ଆଣ୍ଡ ଏଥିର ଯେଉଁ ଇନଫର୍ମେସନ୍ ମୋ ପାଖରେ ଅଛି ଯେଉଁଟା ବି ଅଛି ମାର୍ଚ୍ଚର ମିଡ଼କୁ ଆସିପାରେ ଓକେ। ଭାଇବା ଟେଷ୍ଟ ମାର୍ଚ୍ଚରେ କହିଛି ବଟ୍ ମାର୍ଚ୍ଚର ମିଡ଼କୁ ଆସିପାରେ, ସେ 10ରୁ 20 ତାରିଖ ଭିତରେ ହେଇପାରେ। ଏକ୍ସପେକ୍ଟେଡ଼ ଆଉ କହିହେବ ନାହିଁ, 10ରୁ 20 ନହେଲେ 15 ତାରିଖ ଭିତରେ ହିଁ ରେଜଲ୍ଟ ଆସିବାର ପସିବିଲିଟି ଅଛି। ଭାଇବା ଟେଷ୍ଟ ସେମିତି ଗୋଟେ ମନ୍ଥରେ ଆସିବ ଆଣ୍ଡ ମୋତେ ଯାହା ଲାଗୁଛି ଏଇଥର ସମସ୍ତଙ୍କର ରେଜଲ୍ଟ ପବ୍ଲିଶ କରିଦେବେ, ତାପରେ ଭାଇବା ହେବ ଆଉ ସେଥିରେ ସବୁ କିଛି ମେନସନ୍ କରାହେଇଥିବ କଟ୍ ଅଫ୍ ଇଚ୍ ଆଣ୍ଡ ଏଭ୍ରିଥିଙ୍ଗ। ରେଜଲ୍ଟ ଆପଣଙ୍କର ପବ୍ଲିଶ ହେବ ମେରେ କହୁଛି, ଏଇଟା ଲେଟ୍ ବି ହେଇପାରେ, ମେ ଜୁନ୍ ବି ହେଇପାରେ, ବଟ୍ ରେଜଲ୍ଟ କହୁଛି ମାର୍ଚ୍ଚରେ ହିଁ ଆସିଯିବ ଓକେ। ତାପରେ ରହୁଛୁ ସବୁଠୁ ବଡ଼ କଥା ଆସିଷ୍ଟାଣ୍ଟ କେମିଷ୍ଟ 22ଟା ଭ୍ୟାକେନ୍ସି ପାଇଁ ଆସିଥିଲା। ରିଟିନ୍ ଆଣ୍ଡ ଭାଇବା, ରିଟିନ୍ ଆପଣଙ୍କର ତ ସରିଯାଇଛି 5/1ରେ, ଭାଇବା କହୁଛି ମାର୍ଚ୍ଚରେ। ୟାର ବି ତା'ର କିଛି ଅତାପତା ନାହିଁ, ବଟ୍ ରେଜଲ୍ଟ କହୁଛନ୍ତି ମାର୍ଚ୍ଚରେ ଆସିବା ପାଇଁ। ତ କେତେ ଦୂର ସତ ଆଉ କେତେ ଦୂର ମିଛ ସେୟା କହିପାରିବାନି, ବଟ୍ କମ୍ ସିଟ୍ ଅଛି, ଏଥିରେ 22ଟା ସିଟ୍ ଅଛି। ଆଉ ଆନାଲିଟିକାଲ କେମିଷ୍ଟ୍ରି 7ଟା ସିଟ୍ ଅଛି କହିକି କିଛି ନା କିଛି ଚାନ୍ସେସ୍ ଦେଖାଯାଉଛି। ବଟ୍ PGT ପାଇଁ ତ କମ୍ ସେ କମ୍ କିଛି ଦିନ ଲାଗିବ, 10 ଦିନ ସମଥିଙ୍ଗ ଲାଗିବ ଭାଇବା ପାଇଁ, ଡକୁମେଣ୍ଟ ଭେରିଫିକେସନ୍ ହେବ, ସବୁକିଛି ହେବ। ତ ଏଇଟା ରହୁଛି ରିକ୍ରୁଟମେଣ୍ଟ କ୍ୟାଲେଣ୍ଡର। ଆଉ ଆସିଷ୍ଟାଣ୍ଟ ପ୍ରଫେସର ଯେଉଁ ଗଭର୍ଣ୍ଣମେଣ୍ଟ କଲେଜରେ ବାହାରିଥିଲା କୁଆଡ଼େ ଗଲା ଦେଖିଦେଉଛି ଆପଣଙ୍କର। ଆସିଷ୍ଟାଣ୍ଟ ପ୍ରଫେସର ଗଭର୍ଣ୍ଣମେଣ୍ଟ କଲେଜରେ ବାହାରିଥିଲା 385ଟା ପୋଷ୍ଟ ପାଇଁ ଆସିଥିଲା, କୁଆଡ଼େ ଗଲା ସେୟା। ତ ତା'ର ବି କୁହାହେଇଛି କି ଯେ ମାର୍ଚ୍ଚ ଅନୱାର୍ଡ଼ସରେ ହେବାର ଅଛି। ତ ଦେଖାଯାଉ କ'ଣ ହେଉଛି, କୁଆଡ଼େ ଗଲା ସେ ଆସିଷ୍ଟାଣ୍ଟ ପ୍ରଫେସର ସରି ଆସିଷ୍ଟାଣ୍ଟ ପ୍ରଫେସର ଏଇ 385ଟା ପୋଷ୍ଟ ପାଇଁ ଆସିଥିଲା, ଏନେ କୁହାହେଉଛି ମାର୍ଚ୍ଚ ଅନୱାର୍ଡ଼ସ୍। ତ ୟାର ବି କିଛି ଅତାପତା ନାହିଁ। ତ ୟାର ରେଜଲ୍ଟ ବାହାରିବ ମେରେ, ତ ସାଙ୍ଗେ ସାଙ୍ଗେ ତ ଆସିଷ୍ଟାଣ୍ଟ ପ୍ରଫେସର ଆଉ PGTରେ ତ ହେଇପାରିବ ନାହିଁ, କିଛି ନା କିଛି ଦିନର ଗ୍ୟାପ୍ ରହିବ ଓକେ। ତ ଏଇ ଯେଉଁ ମାର୍ଚ୍ଚ ଅନୱାର୍ଡ଼ସ୍ କୁହାହେଉଛି ମାର୍ଚ୍ଚ ପରେ ବାହାରିପାରେ, ବଟ୍ PGT ଯେଉଁଟା ମୁଁ କନଫର୍ମେସନ୍ ପାଇଛି କି ଯେ ମାର୍ଚ୍ଚ 15 ଭିତରେ ପସିବିଲିଟି ଅଛି, ବଟ୍ ମୁଁ କହିବି 10ରୁ 20 ଭିତରେ, ନହେଲେ ଫିର୍ ସେ କହିବେ କି ଯେ ଯେଉଁଟା କହୁଛନ୍ତି ସେ ଭୁଲ କହୁଛନ୍ତି। ତ ଏଇଟା ରହୁଛି ଅପଡ଼େଟ୍। ଆଉ ଏଇଟା ଯେଉଁଟା ଯାହାର ଦରକାର ଏଥିରେ ଦେଖିଦେବେ। ଆମର ଯେତିକି ଡିପାର୍ଟମେଣ୍ଟ ଆମେ ଯେଉଁ ଟାଇପ୍ର କହୁଛୁ ସେଇ ଟାଇପ୍ର ହିଁ ଆମେ ଦେଖିଦେଲୁ ଓକେ। ଏଇଟା ରହୁଛି ରିକ୍ରୁଟମେଣ୍ଟ କ୍ୟାଲେଣ୍ଡର। ଆଣ୍ଡ ଟେଲିଗ୍ରାମ ଚ୍ୟାନେଲ୍ ପାଇଁ ଜଏନ୍ ହେଇଯାଆନ୍ତୁ, ଡିସ୍କ୍ରିପ୍ସନ୍ ବକ୍ସ ତା'ର ଲିଙ୍କ୍ ଦେଇଦେବି। ଆଉ ଯଦି ପ୍ରିଭିୟସ୍ କ୍ୱେଶ୍ଚିନ୍ ଦରକାର ତ ଏଇଟା ହେଲା ପ୍ରିଭିୟସ୍ କ୍ୱେଶ୍ଚିନ୍ର ଲିଙ୍କ୍, ଏଥିରେ ଆପଣଙ୍କୁ ପ୍ରିଭିୟସ୍ କ୍ୱେଶ୍ଚିନ୍ ମିଳିଯିବ। ଆଉ ରହୁଛି PGTର ଯଦି ଆପଣଙ୍କୁ କଟ୍ ଅଫ୍ ଦରକାର, କଟ୍ ଅଫ୍ କ'ଣ ଯେଉଁ ଭାଇବାରେ କେତେ କ'ଣ ମାର୍କ ଦିଆଯାଏ, ଯଦି କମେଣ୍ଟ ସେକ୍ସନରେ କହିବେ ଆମେ ତା'ର ପ୍ରପର୍ ଡିଟେଲ୍ସ ଗୋଟେ ଭିଡ଼ିଓ ନେଇକି ଆସିବୁ। ପ୍ରିଭିୟସ୍ ଇୟର୍ କେତେ କ'ଣ ଭାଇବାରୁ 50 ମାର୍କରେ କେତେ କ'ଣ ଭାଇବାର ମାର୍କ ଦେଉଥିଲେ, ଇଚ୍ ଆଣ୍ଡ ଏଭ୍ରିଥିଙ୍ଗ ଆପଣଙ୍କ ସାମ୍ନାରେ ଆମେ ଦେଇଦେବୁ। ଓନ୍ଲି କମେଣ୍ଟ ରହିବ, ଆମେ ନିଶ୍ଚୟ ନେଇକି ଆସିବୁ, ଯେଉଁଟା ଆପଣ କମେଣ୍ଟ କରିବେ ସେ ଉପରେ ନିଶ୍ଚୟ ଭିଡ଼ିଓ ନେଇକି ଆସିବୁ। ଯଦି ଭିଡ଼ିଓକୁ ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।